ଆଜି ଶୁଣିବା ରମାକାନ୍ତ ରଥଙ୍କର ଶ୍ରୀରାଧାର ପ୍ରଥମ କବିତା। ଅନ୍ୟ ସବୁ ସକାଳଠୁ ଆଜିର ସକାଳ କାହିଁକି କେଜାଣି ଲାଗେ ଅଲଗା ଅଲଗା। ଖରାରେ କି ଦୁଃସାହସ, ଆଜି ପବନରେ ଅନ୍ୟମନସ୍କତା, ଯାହା ନୁହେଁ ଆଗ ପରି। ସତେବା ଫେରିଛି କେଉଁ ଦେଶାନ୍ତରୀ ପ୍ରେମିକ, ରହୁଛି ଆଖପାଖ କେଉଁଠାରେ ଛଦ୍ମବେଶ ଧରି। କି ଭୟଙ୍କର ଘଡ଼ଘଡ଼ି କାଲି ରାତି ସାରା, ପର୍ବତକାରରେ ପତ୍ର ଫୁଲ ଝଡ଼ିଗଲେ। ମୁଁ ନିଜକୁ ନିଜେ ପ୍ରାଣପଣେ ଜାକିଦେଲି, କାଳେ ବିଜୁଳିର ଝଲମଲ ଡାକ ବାଜିଯିବ ମୋ କାନରେ। ନିଜର ନିଃଶବ୍ଦ କିମ୍ବା ଅର୍ଥହୀନ ଶବ୍ଦମାନଙ୍କର ସାମ୍ରାଜ୍ୟର ଶେଷ ମୁହୂର୍ତ୍ତରେ କାଲିର ଅନ୍ଧାର ଯଦି ରକ୍ତସ୍ନାନ ହୋଇ ଯୁଝିଥିବ, ତାର ଯାହା ନାମ ମାତ୍ର ସ୍ମୃତି ଅଛି, ତାହା କେତେବେଳେ ନ ଲିଭି ରହିବ। ଆଜିର ସକାଳ କହେ, ନେଇଯିବ ମୋର ଚେତନା ଚୈତନ୍ୟ ଜନ୍ମ ଜନ୍ମାନ୍ତର ପାଇଁ। ସେ ଯେଉଁ ଭାବରେ କହେ, ମୁଁ ପୁନରାବୃତ୍ତି କରିବାକୁ ଭାଷା ପାଉନାହିଁ। କିନ୍ତୁ ଏବେ ଦିଶିଗଲାଣି ଅଲଗା ଅଲଗା ନଈ, ନଈ ସେପାରି ବଣ। କେତେଦିନ ଯାଏ ଆଉ ନ ବଦଳିଥିବ ମୋ ପାଣ୍ଡୁର ଗଗନ ପବନ। ଆଗରୁ କେବେ ତୁ ଛାତି ଆଜି ପରି ଧପଧପ ହେଉନଥିଲା। ମୁଁ କ'ଣ ଜାଣେ ମୋ ଜୀବନ କାଳ ବା ଯମୁନା ଯିବା ବାଟ ମୋଡାଣିରେ ଥିବ, କି ହୀନସ୍ତା ଯୋଗ କିମ୍ବା ଅନ୍ୟ ସବୁ ସମ୍ବନ୍ଧ ଉଜାଡ଼ି ଦେଲା ଭଳି ସମ୍ବନ୍ଧ ମୋ ଜରାମୃତ୍ୟୁ ବ୍ୟାଧି ଇତ୍ୟାଦିର ବାଟ ହସି ହସି ଆଗୁଳିବ।